ସାଙ୍ଗମାନେ ସବୁ ଦେଖନ୍ତି ମାୟା ମମତା ନି ପଛରେ ଦେଖିବାକୁ ପାଇବେ। ପଲ୍ଲବୀ ରୂପସାକୁ କୁହନ୍ତି ଛାଡ଼ ମୋ ହାତ, ମୁଁ ଏବେ ତୋ ସହିତ ଯୁକ୍ତି କରିବା ମୁଡ୍ରେ ନାହିଁ, ମୋତେ ଏଠୁ ଯିବାକୁ ଦେ। ରୂପସା କୁହନ୍ତି ତତେ ଏମିତି କେମିତି ମୁଁ ଯିବାକୁ ଦେବି, ତୁ ଆଜି ପ୍ରୋଗ୍ରାମର ଖାସ୍ ଗେଷ୍ଟ ନା। ପଲ୍ଲବୀ କୁହନ୍ତି କ'ଣ ଚାହୁଁଛୁ ରୂପସା, ଦେଖ ତୋ ପାଖରେ ସବୁ କିଛି ଅଛି, ଆଉ କ'ଣ ଦରକାର ତୋର। କୁହନ୍ତି ଏତେ ଇମୋସନାଲ କାହିଁକି ହୋଇଯାଉଛୁ ପଲ୍ଲବୀ, ଏବେ ଏବେ ତ ପାର୍ଟି ଆରମ୍ଭ ହେଲା ନା। ଆଦର୍ଶ ତତେ ଏତେ ସହଜରେ ଡାକିଛନ୍ତି ଯେତେବେଳେ ତୁ ଏମିତି ଚାଲିଯିବୁ କେମିତି? ମୋ ସାଙ୍ଗରେ ଆଦର୍ଶଙ୍କ ଡ୍ୟାନ୍ସ ଦେଖି ତତେ ଆଜି କେମିତି ଲାଗିଲା କହ, ଭଲ ଲାଗିଲା ନା? ମନେ ପକା ସବୁଦିନ ପଲ୍ଲବୀ, ଯେଉଁଦିନ ବାର ବାର ଏ ଘରୁ ମୁଁ ବାହାର କରାଯାଇଥିଲା, ତୁ ମଜାରେ ତମସା ଦେଖୁଥିଲୁ, ତୁ ନିଜେ ମୋତେ ଧକ୍କା ମାରି ଏ ଘରୁ ବାହାର କରିଛୁ। ପଲ୍ଲବୀ କୁହନ୍ତି ରୂପସାକୁ ଠିକ୍ ଅଛି, ତୁ ଜିତିଗଲୁ, ଆଦର୍ଶକୁ ବାହା ହୋଇଗଲୁ ତ, ତୋ ହାତରେ କ'ଣ ଲାଗିଲା? ରୂପସା ମୁଁ କହିବାକୁ ଚାହୁଁନଥିଲି, ମୁଁ ଆଜି ବାଧ୍ୟ ହୋଇ କହିବାକୁ ଚାହୁଁଛି ଯେ ଆଜି ବି ଆଦର୍ଶ ମୋର। ସେଭଳି ଏ ଘରେ ରହି ହୁକୁମାତି ଦେଖାଇ ପାରିଥାନ୍ତି, କିନ୍ତୁ ମୁଁ ସେଭଳି କରିପାରିବିନି, କାରଣ ଆଦର୍ଶ ମୋର ସମ୍ପର୍କ ତୋ ସମ୍ପର୍କ ଠାରୁ ବହୁତ ଉପରେ। ଆଜିର ଫୁଲ୍ ଏପିସୋଡ୍ ଏତିକି ଥିଲା। ଭଲ ଲାଗିଥିଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ସବସ୍କ୍ରାଇବ୍ କରି ଆମ ସହ ଜଡ଼ିଏ ରୁହନ୍ତୁ। ନମସ୍କାର।